କୁହନ୍ତି ଯିଏ ଡରିକି ଲୁଚି ଯାଏ ସେ ବଡ଼ ହେଇପାରେନି। ଯିଏ ସାହସର ସହିତ ଆଗକୁ ବଢ଼େ, ଅସୁବିଧାର ସାମ୍ନା କରେ, ସେ ହିଁ ସଫଳ ହୁଏ। ନମସ୍କାର, ଗପଟିଏ ଶୁଣ କହୁଛି ଚ୍ୟାନେଲକୁ ଆପଣଙ୍କୁ ପୁଣି ଥରେ ସ୍ୱାଗତ। ଆଜିର କାହାଣୀର ନାଁ ଦୁଇ ମଞ୍ଜିର କଥା। ଦିନକର କଥା, କୃଷକଟିଏ ଜମିରେ ଛୋଟିଆ ଛୋଟିଆ ମଞ୍ଜି ପୋତିଥାଏ। ଦିନେ ଗଛ ବଡ଼ ହେବ, ସେ ଫଳ ଖାଇବ, ବେପାର ବାଣିଜ୍ୟ କରିବ। ମାଟି ତଳେ ମଞ୍ଜିମାନେ ପାଖାପାଖି ପୋତି ହୋଇଥାନ୍ତି। ସେଥିରୁ ଦୁଇଟା ମଞ୍ଜି ପରସ୍ପର କଥା ହେଉଥାନ୍ତି। ଜଣେ କହୁଥାଏ, ଦେଖିବୁ ମୁଁ ଦିନେ ବହୁତ ବଡ଼ ଗଛ ହେବି, ମୋ ଚେର ମାଟିର ବହୁତ ତଳକୁ ଯିବ, ଆଉ ମୋତେ ପୁରା ଷ୍ଟ୍ରଙ୍ଗ କରେଇକି ରଖିବ। ମୋର ଲମ୍ବା ଲମ୍ବା ଡାଳ ହେବ, ଘଞ୍ଚ ପତ୍ର ହେବ, ଫଳ ଫୁଲ ସବୁ ମୋ ଦେହରେ ଭରିଯିବ। ମୁଁ ଲୋକଙ୍କୁ ଛାଇ ବି ଦେବି, ବହୁତ ମଜା ଲାଗିବ। ଏଇଟା ଶୁଣିକି ଦ୍ୱିତୀୟ ମଞ୍ଜି କୁହେ, ଆରେ ବୋକା, ତୁ ବି ତ ଯେଉଁ ଗଛର ମଞ୍ଜି, ମୁଁ ବି ତ ସେଇ ଗଛର ମଞ୍ଜି। ତୁ ବଡ଼ ହବୁ ଯଦି ମୁଁ ବି ତ ବଡ଼ ହେବି, ଅଧିକଟା ତୁ କ'ଣ ହବୁ? ଏତିକି କହି ହସିଦିଏ। ତାପରେ ସେମାନେ ଶୋଇଯାଆନ୍ତି। ଅଧା ରାତିରେ ପ୍ରଥମ ମଞ୍ଜି ଉଠି ପଡ଼େ, ଆଉ ଦ୍ୱିତୀୟ ମଞ୍ଜିକୁ ଡାକି କୁହେ, ଶୁଣେ, ମୁଁ ଏବେ ମାଟିକୁ ଚିରିକି ଉପରକୁ ବାହାରୁଛି। ଏବେଠୁ ନ ବାହାରିଲେ ପରେ ବଡ଼ ହେଇପାରିବିନି, ଆଉ ତୁ ବି ମୋ ପଛେ ପଛେ ଆସ। ଏତକ କହି ପ୍ରଥମ ମଞ୍ଜି ମାଟି ଚିରି ବାହାରକୁ ବାହାରିଯାଏ। ତା ଦେହରେ ବି ଛୋଟିଆ ଛୋଟିଆ ଗଜା ବାହାରି ଯାଇଥାଏ। ଦ୍ୱିତୀୟ ମଞ୍ଜି ଏସବୁ ଦେଖିଲା ପରେ ଭାବେ, ମୁଁ ତ ମାଟି ଭିତରେ ଆରାମରେ ଅଛି। ବାହାରକୁ ଗଲେ କେଉଁ ପକ୍ଷୀ ଆସି ମୋତେ ଯଦି ଖାଇଦେଲା, ଖରାରେ ଯଦି ମୁଁ ଝାଉଁଳି ଗଲି, ନାଇଁ ନାଇଁ, ଭିତରେ ହିଁ ଥାଏ। ବଡ଼ ଗଛର ମଞ୍ଜି ମୁଁ, ଦିନେ ନା ଦିନେ ତ ବଡ଼ ଯେମିତି ହେଲେ ହେବି। କିଛି ଦିନ ବିତିଯାଏ। ପ୍ରଥମ ମଞ୍ଜି ବାହାରକୁ ବାହାରି ଯାଇଥାଏ, ଆଉ ତା ଦେହରେ ଛୋଟିଆ ଛୋଟିଆ ପତ୍ର ଡାଳ ସବୁ ବାହାରୁଥାଏ। ହେଲେ ଦ୍ୱିତୀୟ ମଞ୍ଜି ଯେମିତି ଭିତରେକୁ ସେମିତି ଭିତରେ ରହିଥାଏ। ଦିନ ଆସେ, ଗୋଟେ କୁକୁଡ଼ାଟିଏ ବୁଲୁ ବୁଲୁ ମାଟି ତଳୁ ଖୋଳି ଦ୍ୱିତୀୟ ମଞ୍ଜିଟିକୁ ଖାଇଦିଏ। ତେବେ ଗପଟି ତ ଏତିକି ଥିଲା। ସାଙ୍ଗମାନେ, ଆମେ ଏଥିରୁ କ'ଣ ଶିଖିଲେ? ଏଇଆ ଯେ ସାହସ, ଉଦ୍ୟମ ଓ ଆତ୍ମବିଶ୍ୱାସ ଥିଲେ ହିଁ ଜୀବନରେ କେବେ ନା କେବେ ଆମେ ଉନ୍ନତି କରିପାରିବା। ଯଦି ଡରିକି ରହିଯିବା, ତେବେ କେବେ ବି ବଡ଼ ହେଇପାରିବା ନାହିଁ। ଗପଟି ଭଲ ଲାଗିଥିଲେ ସେୟାର କରିବେ। ରହିଲି, ନମସ୍କାର।